ମାରିବା ଆଗରୁ ଆପଣଙ୍କ ପରିଚୟ କେବଳ ଆପଣଙ୍କ ପରିଚୟ ଶୁଣିବାକୁ ଚାହେଁ। ମୋର ପରିଚୟ ବୋଲି କଣ କହିବି? ଯେତେବେଳେ ତୁ ମା ଭଳି ମତେ ସମ୍ବୋଧନ କରିଛୁ, ସତରେ ଗୋଟେ ଜନନୀ ଜନନୀ ମାନେ ବସୁଧା। ତୁ ଯେତେବେଳେ ମତେ ମାର ସମ୍ବୋଧନ ଦେଇଛୁ, ତାହେଲେ ମୁଁ ତୋତେ ପୁତ୍ରର ସମ୍ବୋଧନ ଦେଉଛି ରେ ବାବା। ତୁ ତୋ ପରିଚୟ ଦେଇପାରିବୁ? ତୁ କୋଉ ରାଜ୍ୟର ଯୁବରାଜ ଏବଂ ତୋ ରାଜ୍ୟର ଠିକଣା ମତେ ଦେଇପାରିବୁ? ମୋ ପରିଚୟ ଶୁଣିବାକୁ ଚାହେଁ। କହିପାରିବୁ ତୋ ପରିଚୟ? ମୁଁ ତ ଗୋଟେ ଅସହାୟ ଠୁଙ୍କା ବରଗଛ ଭଳି ପରିଚୟହୀନ ଯୁବତୀଟିଏ। ତୋରି ପରିଚୟଟି ମତେ ଦେଇପାରିବୁ ରେ? ନିଶ୍ଚୟ ନିଶ୍ଚୟ ମୋ ପରିଚୟ ଦେବି। ନାମ ମୋର ଚନ୍ଦନ। ଆଉ ବାଲ୍ୟ କାଳରୁ ପିତା ମାତା ମୋର ଏଇ ପାରିରୁ ଆର ପାରିକୁ ଚାଲିଗଲେ। ହେ ଭଗବାନ, ଅନାଥ ଆଶ୍ରମରେ ରହି ବାଲ୍ୟ କାଳରେ ଏତେ ବଡ ହେଇଛି। ଆଉ ଆଜି ଏ ଜଙ୍ଗଲକୁ ଚାଲି ଆସିଛି ମୋ ପିତା ମାତାର ଅସ୍ଥି ଖୋଜିବା ପାଇଁ। ମା ଏଇ ଦୁନିଆରେ ଏମିତି ଲୋକଙ୍କୁ ମଧ୍ୟ ତୁମେ ରଖିଛ ଯିଏକି ଜନ୍ମ ଦିନରୁ ସେ ପିତା ମାତାଙ୍କ ମୁହଁ ଚାହିଁନି। ନାହିଁ ରେ ବାବା, ତୁ ମନ ଦୁଃଖ କରନି। ଆଜି ମୋ ପିତା ମାତା ନାହିଁ ବୋଲି ମୁଁ ଅଛି ପରା ତୋରି ମା। ହେଲେ ମା, ଯେତେବେଳେ ମତେ ମାର ସମ୍ବୋଧନ କରିଛୁ, ହଁ ମା, ତତେ ପୁତ୍ରର ଆଶ୍ରୟ ମୁଁ ଦେଇଛି ଧନ। ମୋ ପୁତ୍ରଟାକୁ ଯଦି ଯେତେ ଆପଦ ବିପଦ ଆସିଲେ ମଧ୍ୟ ଏଇ ମାଟା ସଦା ସର୍ବଦା ତତେ ସହାୟ ହେବ ରେ ବାବା। ଆ ବାବା, ମୋ ପାଖକୁ ଆସିବୁନି? ଥରେ ମା ବୋଲି ଡାକିବୁନି? ନିଶ୍ଚୟ ଡାକିବି ମା। ଆରେ ବାବା, ତୋ ନାଟା କଣ କହିଲୁ ବାପା? ଚନ୍ଦନ ମା। ଚନ୍ଦନ, ମୋ ପାଖକୁ ଚାଲି ଆରେ ବାବା। ଏ ମାକୁ ଟିକେ ଶାନ୍ତ ଦେରେ ବାବା। ପୁତ୍ର ସ୍ନେହ ମମତାର ପୁଅକୁ ସ୍ନେହ ମମତାକୁ ମା ଦୁନିଆରେ କଥା ରହିଲା। ପୁଅକୁ ସ୍ନେହ ମମତାକୁ ମା ଦୁନିଆରେ କଥା ରହିଲା ରେ। ତୁମ ଆଖିର ସପନ ଭରା ରେ, ତୁମ ଆଖିର ସପନ ଭରା। ଲା ଲା ଲା, লা লা লা, লা লা লা, লা লা লা। পুଅକୁ ସ୍ନେହ ମମତାକୁ ମା ଦୁନିଆରେ କଥା ରହିଲା। ପୁଅକୁ ସ୍ନେହ ମମତାକୁ ମା ଦୁନିଆରେ କଥା ରହିଲା ରେ। ତୁମ ଆଖିର ସପନ ଭରା ରେ, ତୁମ ଆଖିର ସପନ ଭରା। ଲା ଲା ଲା, ଲା ଲା ଲା, ଲା ଲା ଲା, ଲା ଲା ଲା। ଏ ବାବା, ମୁଁ ତୋତେ ଆଶୀର୍ବାଦ ଦେଉଛି ରେ ବାବା। ତୋ ଚଳା ପଥଟା ସଦା ସର୍ବଦା ମଙ୍ଗଳମୟ ହବ। ଯେବେ ତୁ ଯୁଆଡେ ଯିବୁ, ଏ ମାର ଆଶୀର୍ବାଦ ତୋ ଠାରେ ରହୁଛି। ତୁ ବିଜୟର ବାଣ ଧରି ତୁ ନିଶ୍ଚୟ ତୋର ଟେକ ରଖିବୁ ରେ ବାପା। ହେଲେ ଯା ବାପା, ଏଥର ତୁ ତୋ ଗନ୍ତବ୍ୟ ପଥକୁ ମୁଁ ତୋତେ ଆଶୀର୍ବାଦ କରୁଛି। ନିଶ୍ଚୟ ଭାବରେ ତୁ ଜୟଧ୍ୱନି ନେଇ ଫେରିବୁ ମୋରି ପାଖକୁ। ହେଲେ ମା, ମୁଁ ଯିବା ଆଗରୁ ଆପଣଙ୍କୁ ଗୋଟେ କଥା ପଚାରିବା ପାଇଁ ଚାହେଁ ମା। କି କଥା ରେ ବାପା? ତମେ କହୁଥିଲେ ନା ମା କିଛି ସମୟ ପୂର୍ବରୁ କାହାକୁ ମାରିବା କଥା କହୁଥିଲେ ମା। ମତେ ଦୟାକରି ସେ କହିପାରିବେ? ଅନେକ କଥାରେ ବାପା। ମୋର ବି ଗୋଟିଏ ସୁନାର ସଂସାର ଥିଲା ମା, ଆଉ ମୋର ଗୋଟିଏ ସନ୍ତାନ ମଧ୍ୟ ଥିଲା, ଆକାଶ ବୋଲି ମୋର ପୁଅ। ମୋ ଦେହର ଜହର ସମ୍ପତ୍ତି ଲୋଭରେ ମୋ ସ୍ୱାମୀ ଏବଂ ପୁଅଟାକୁ ମାରିଦେଇ। କଣ କହିଲେ? ସମ୍ପତ୍ତି ଲୋଭରେ ମୋ ସ୍ୱାମୀ ଏବଂ ମୋ ନିଜସ୍ୱ ପୁଅଟାକୁ ମାରିଦେଲେ। ସୌଦାମିନୀଟା ବା କଣ କରିଥାନ୍ତା? ଗୋଟାଏ ନାରୀ କଣ କରିପାରିବ? ବିନା ଆଶ୍ରୟର ସିଏ ବଞ୍ଚି ପାରିବନି। ଏହି କଳି ଯୁଗରେ ନାରୀ ବିନା ଆଶ୍ରୟରେ ବଞ୍ଚି ପାରେନି ରେ ବାବା। ଯେତେବେଳେ ତୁ ମୋର ଆଶ୍ରୟ ହେଇଛୁ ଏବଂ ତୁ ମୋରି ଆଶ୍ରୟ ହେଇଛୁ, ଏଥର ତୋରି ସାହା ଭରସାରେ ମୁଁ ମୋ ଶତ୍ରୁଟାକୁ ସଂହାର କରିବି ବୋଲି ଭାବିଛି ରେ ବାବା। ପାରିବୁ? ନିଶ୍ଚୟ ପାରିବୁ ବାପା? ନିଶ୍ଚୟ ପାରିବି ମା। ହେଲେ ମା, ଚାଲ ଆମେ ଆମ ଘରକୁ ଯିବା ମା।
ହେଲେ କହୁଛି ରେ ବାପା ତୋରି ପ୍ରଥମ ଟାର୍ଗେଟ ହଉଛି ସେ ପାପୀ ଜହରଟା ସେ ପାପୀର ଜହରଟାକୁ ଯଦି ମୃତ୍ୟୁ ମୁଖକୁ ଠେଳି ତାର ଉତ୍ତପ୍ତ ରକ୍ତଟାକୁ ଆଣି ମୋରି ହସ୍ତରେ ଦେଇଛୁ ଏଇ ସୌଦାମିନୀ ମାର ଗର୍ବ ଆହୁରି ଉପରେ ହେଇଯିବ ପାରିବୁ। ହଁ ମା ଆଜି ତୁମକୁ ମୁଁ କଥା ଦେଉଛି ମା ନିଶ୍ଚୟ ସେ ଜହରକୁ ମୁଁ ମାରି ତା ମୁଣ୍ଡକୁ ଆଣି ତୁମ ପାଦ ତଳରେ ଦେବି ମା। ମୁଁ ତୋତେ ଆଶୀର୍ବାଦ କରୁଛି ରେ ବାପା ଆଜି ଦିନ ଠାରେ ସୌଦାମିନୀର ଆଶୀର୍ବାଦ ତୋଠାରେ ରହିଲା ତୁ ନିଶ୍ଚୟ ଭାବରେ ମୋରି ସେ ଶତ୍ରୁକୁ ସଂହାର କରିବୁ। ଯା ବାବା ମୁଁ ତୋତେ ଶୁଭ ସୁବାଦ ଦେଉଛି। ପୁଅକୁ ସେ ଦେହ ମମତାକୁ ମା ଦୁନିଆରେ କଥା ରହିଲା ପୁଅକୁ ସେ ଦେହ ମମତାକୁ ମା ଦୁନିଆରେ କଥା ରହିଲା ରେ ତୁମ ଆଖିର ସପନ ଭରା ତୁମ ଆଖିର ସପନ ଭରା ଲା 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 la 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 oh 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 la 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 ତୁ ଯେମିତି ମୋ ମାର ସୁନାର ଚୁନା କରିବି ହାରାମଜାଦା ଜହର ଆଜି ତୋର କାଳ ଆସିବ ଏ ଚନ୍ଦନ ତତେ ଟିକ ଟିକ କି କାଟିକି ସତରେ ଜଙ୍ଗଲର ପଶୁ ପକ୍ଷୀକୁ ଦେଇଦେବ ଆଜି ଠାରୁ ଏ ଚନ୍ଦନ ହେଇଯିବ ଗୋଟିଏ ନାୟକ ଜମାରୁ ଛାଡ଼ିବିନି ଯେମିତି ମୋ ମାର ସ୍ୱାମୀ ଆଉ ତା ପୁଅକୁ ମାରିଛୁ ସେମିତି ତତେ ବି ଟିକ ଟିକ କି ଆଣିକି ଏଇ ଜଙ୍ଗଲରେ ଫୋପାଡ଼ି ଦେବି ମୂର୍ଖ ମନେ ତୋ କାଳ ଆସିଲାଣି ରେ ତୋ କାଳ ଆସିଲାଣି ମୁଁ ଆସୁଛି ଅପେକ୍ଷା କର ଜହର ଅପେକ୍ଷା କର ଆଖିର ଲୁହ ତ ଆଖିରେ ଥିବ ଲୁହ ପୋଛିବାକୁ କେହି ନଥିବ ଆଖିର ଲୁହ ତ ଆଖିରେ ଥିବ ଲୁହ ପୋଛିବାକୁ କେହି ନଥିବ ନା ଭାଗ୍ୟର ଦୋଷ ନା ନିଜର ଦୋଷ ନା କର୍ମର ଦୋଷ ନା କାହାର ଦୋଷ ସବୁ କିଛି ଛାଡ଼ି ଏଠି ବଞ୍ଚିବା ହେବ ସାକ୍ଷୀ ରହିଲା ମୁଁ ଆଖିର ଲୁହ ସାକ୍ଷୀ ରହିଲା ମୁଁ ଆଖିର ଲୁହ ସାକ୍ଷୀ ରହିଲା ଆଖିର ଲୁହ ବଦନାମ କଲା ସେ ବଦମାସି ଦିଅ ସାକ୍ଷୀ ରହିଲା ଆଖିର ଲୁହ ବଦନାମ କଲା ସେ ବଦମାସି ଦିଅ ସାକ୍ଷୀ ରହିଲା ଆଖିର ଲୁହ ବଦନାମ କଲା ସେ ବଦମାସି ଦିଅ ସାକ୍ଷୀ ରହିଲା ଆଖିର ଲୁହ ବଦନାମ କଲା ସେ ବଦମାସି ଦିଅ